প্রিয় শ্ରୋତୃମଣ୍ଡଳୀ, କଥାଟିଏ ନାହିଁ, କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ। କେଉଁ କଥା କହିବି? ନିରାଟ ସତ କଥା, ଯାହା ତାହା କହିବି ଏବଂ ସେଥିରେ କେତେ ଜଣଙ୍କୁ କଷ୍ଟ ହେବ ଆଉ କେତେ ଜଣଙ୍କୁ ଶାନ୍ତି ସୁଖ ମିଳିବ। ମୁହଁ ଚିକଣିଆ କଥା କହିବାକୁ ବହୁତ ଲୋକ ପସନ୍ଦ କରନ୍ତି, କିନ୍ତୁ ଯାହା ସତ୍ୟ ତାହା ଖୁବ୍ କମ୍ ଲୋକ କହନ୍ତି। ସତ୍ୟଂ ବ୍ରିୟାତ୍ ପ୍ରିୟଂ ବ୍ରିୟାତ୍ ମା ବ୍ରିୟାତ୍ ସତ୍ୟଂ ଅପ୍ରିୟମ୍। ସତ କଥା କହିବା ଉଚିତ, ପ୍ରିୟ କଥା କହିବା ଉଚିତ, କିନ୍ତୁ ଯେଉଁ ସତ୍ୟ କହିଲେ ଅପ୍ରିୟ ହେବା ସେ କଥା କହିବା ଅନୁଚିତ। ହଁ ବନ୍ଧୁ, ଏବେ ଶୁଣିବା 24 ତାରିଖ ମଙ୍ଗଳବାର କଥା। 24 ତାରିଖ ମଙ୍ଗଳବାର ସୂର୍ଯ୍ୟ ଉଦୟ ହେବେ 6ଟା 15 ପରେ, ସୂର୍ଯ୍ୟ ଅସ୍ତ ହେବେ 5ଟା 47 ପରେ। ଆଉ 24 ତାରିଖର ମନ୍ଦ ସମୟ ଅପରାହ୍ନ 2ଟା 55ରୁ 4ଟା 23। ଆଜି ମକରର ଘାତବାର, ତେଣୁ ଘାତ ଚନ୍ଦ୍ର ହେଲା ବିଛା ରାଶି ପୁରୁଷମାନଙ୍କର। ଏ ଗଲା ପଞ୍ଚାଙ୍ଗ। 24 ତାରିଖ ମଙ୍ଗଳବାର ମେଷ ରାଶି ଦ୍ୱିଜା ନକ୍ଷତ୍ରର ଦିନ 3ଟା 5ରୁ ସତର୍କ ରହିବା ଉଚିତ। ମଙ୍ଗଳବାର ହେତୁ ମେଷ ପାଇଁ 12ଟି ଶୁଭ, ଦିନଟି ଶୁଭ। ସମ୍ମାନ ବୃଦ୍ଧି ହୋଇପାରେ, ମାତ୍ର ମନ ଅବୁଝା ହେବ, ବ୍ୟାକୁଳ ହେବ। ଆୟ ହବ ନ ହବ ବୋଲି ନୁହେଁ, କର୍ମ ପ୍ରତି ସ୍ପୃହା କମିଯିବ କେବଳ ମନ ପାଇଁ। ହଁ, ଅଧମାଃ ଧନଂ ଇଚ୍ଛନ୍ତି ଧନଂ ମାନଂ ଚ ମଧ୍ୟମା, ଉତ୍ତମାଃ ମାନଂ ଇଚ୍ଛନ୍ତି ମାନୋ ହି ମହତାଂ ଧନମ୍। ସବୁ ଯାଉ ଧନ ଆସୁ, ଏ ଚିନ୍ତା ଯେଉଁମାନେ କରନ୍ତି ସେମାନେ ଅଧମ। ଟିକିଏ ପୂର୍ବରୁ କହିଲିନି, କହିବି ନାହିଁ, କହିଲେ ଘରେ ରହିବି ନାହିଁ, ଏଇ କଥା କହୁଥିଲି। ସବୁ ଯାଉ, ମୋର ଧନ ଆସୁ, ଏ ଚିନ୍ତା ଯିଏ କରନ୍ତି ସେମାନେ ଅଧମ। ଅଧମା ଧନମ୍ ଇଚ୍ଛନ୍ତି। ଆଉ ତମେ ଆମେ ସାଧାରଣ ଲୋକ ଧନ ଆଉ ସମ୍ମାନ ଉଭୟ ଖୋଜୁ, ସମ୍ମାନର ସହ ଧନ ରୋଜଗାର କରୁ। କିନ୍ତୁ ଏଣୁ ଆମେ ମଧ୍ୟମ, ମଝିରେ ଅଛି। କିନ୍ତୁ ଯିଏ ଉତ୍ତମ ସେ ମାନ ସମ୍ମାନ ଖୋଜନ୍ତି। ସବୁ ଯାଉ, ଇଜ୍ଜତ ରହୁ। ଆଲୋ ସଖୀ ଆପଣା ମହତ ଆପେ ରଖି, ଏ ଚିନ୍ତା ଯିଏ କରନ୍ତି ସେ ଉତ୍ତମ ଜନ। ବନ୍ଧୁ, ବୃଷଭକୁ ଯିବା। 24 ତାରିଖ ମଙ୍ଗଳବାର ବୃଷ ରାଶି ଏକ ଶୁଭଙ୍କର ଦିନ। ବୃଷ ରାଶି ପାଇଁ 24 ତାରିଖ ମଙ୍ଗଳବାର ଶୁଭଙ୍କର ଦିନ। ସବୁ ପ୍ରକାର ଶୁଭ ହେବ। ସେମାନେ ହସି ହସାଇବେ ଜଗତ ଜଣେ। ତାଙ୍କର ମନ ପୁରିଯିବ, ପେଟ ପୁରିଯିବ ଖୁସିରେ ଖୁସିରେ ଖୁସିରେ। ବୃଷ ରାଶି ଶୁଭଙ୍କର ଦିନ। ସବୁ ସୁଖ ସୁବିଧା ଆବଶ୍ୟକତା ମିଳିବ, ବଢ଼ିଆ ଆୟ ହେବ। ମାତ୍ର ଦିନ 3ଟା 5ରୁ ରୋହିଣୀ ନକ୍ଷତ୍ରର ଅସୁବିଧା ହୋଇପାରେ। ଦେହ ଦୁଃଖ ନାହିଁ, ସନ୍ତାନ ଆଦର ମିଳିବ। ଅନ୍ତରଙ୍ଗ ମିତ୍ର ପାଖକୁ ଆସି ହସିବେ, ମଜା କରିବେ। ଜଣେ ବ୍ୟକ୍ତି ପାଇଁ ଯେତେ ଲୌକିକ ସୁଖ ଆବଶ୍ୟକ, ବୃଷ ରାଶିର ଜନତାଙ୍କୁ ତାହା ଅବଶ୍ୟ ମିଳିବ।
ଚବିଶ ତାରିଖ ମଙ୍ଗଳବାର ମିଥୁନ ରାଶି ପାଇଁ ବଡ଼ ଅସୁବିଧା ହେବ। ଭଲ ଦିନ ନୁହଁ ମିଥୁନ ପାଇଁ, ବଡ଼ ଅସୁବିଧା ହେବ। କୌଣସି କାର୍ଯ୍ୟ ସନ୍ତୋଷଜନକ ହେବନି। ସେମାନେ କାମ ନ କରିବେ ବୋଲି ନୁହେଁ, କାମ କରିବେ, କିନ୍ତୁ ସେମାନଙ୍କର ମନବୋଧ ହେବନି। ସବୁ କାମର ଘଟଣା, ଦୁର୍ଘଟଣା, ବିଘଟଣ ସବୁ ତାଙ୍କୁ ବିଚଳିତ କରିବ। ସନ୍ତୋଷଜନକ ହେବନି। ଖର୍ଚ୍ଚ ବଢ଼ିଯିବ, ଦେହ ଦୁଃଖ ବଢ଼ିଯିବ, କର୍ମ କର୍ତ୍ତବ୍ୟ ପ୍ରତି ଶ୍ରଦ୍ଧା ଆସିବନି। ଦିନ 3ଟା 5 ପରେ ପୁନର୍ବସୁ ନକ୍ଷତ୍ରର ଅସୁବିଧା ସମୟ ବେଶୀ ଆସିବ। ବଡ଼ ହଇରାଣ ହେବାକୁ ପଡ଼ିବ। ବିଳମ୍ବରେ କିନ୍ତୁ ଭଲ ଖାଦ୍ୟ ମିଳିବ। ଯଥା ସମୟରେ ଖାଦ୍ୟ ମିଳିବନି। ଏପରିକି ଦେହ ଅବଶ ହେଲେ ବି ବିଶ୍ରାମ ନେଇ ହେବନି। ସନ୍ଧ୍ୟାର ଏପଟ ସେପଟ ଦେବ ଦର୍ଶନ ଯୋଗ ଅଛି, ସନ୍ଧ୍ୟା ପୂର୍ବରୁ ବା ପରେ। କର୍କଟ ପାଖକୁ ଆସିବା। 24 ତାରିଖ ମଙ୍ଗଳବାର କର୍କଟ ରାଶି ପାଇଁ ବଡ଼ ଲାଭପ୍ରଦ, ଆୟକାରୀ, କର୍ମ ଚଞ୍ଚଳ ଦିନ। ଲାଭପ୍ରଦ, ଆୟକାରୀ, କର୍ମ ଚଞ୍ଚଳ। ଏମାନେ ନିଜ ବ୍ୟବସାୟ ବୃତ୍ତି, ବେଉସା ଚାକିରିରୁ ଭଲ ଆୟ କରିବେ, ଲାଭ ବି ହେବ। ଆଉ ସେମାନେ ଆଜି କର୍ମ ଚଞ୍ଚଳ ରହିବେ। କାରଣ ମନି 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 ବ୍ରାଇଟର ଦେନ୍ ସନସାଇନ୍, ସୁଇଟର ଦେନ୍ ହନି। ସାମାନ୍ୟ ଚେଷ୍ଟାରେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ଭାଗ୍ୟଲକ୍ଷ୍ମୀ ଆଜି ପ୍ରସନ୍ନ ଅଛନ୍ତି। ସମସ୍ତ ଯୋଜନା ସଫଳ ହେବ। ଦିନ 3ଟା 5 ପରଠାରୁ ଅଶ୍ଳେଷା ନକ୍ଷତ୍ରର ଅଶୁଭ ସମୟ ଆସିବ। ଦେହ, ମୁଣ୍ଡ, ମନ ସୁସ୍ଥ ରହିବ। ସମସ୍ତ କର୍କଟ ରାଶିର ଲୋକଙ୍କର ମଙ୍ଗଳବାର। ହଁ ବନ୍ଧୁ, ସିଂହ ପାଖକୁ ଯିବା। 24 ତାରିଖ ମଙ୍ଗଳବାର ସିଂହ ରାଶି ପାଇଁ ଧନ ଲାଭ ଯୋଗ ଅଛି। କେବଳ କର୍ମରଙ୍କ, ଉଦ୍ୟୋଗୀ, ଧର୍ମପ୍ରିୟ ବ୍ୟକ୍ତିଗଣ ଆଜି ଲାଭବାନ ହେବେ। ସିଂହ ରାଶି ମାନଙ୍କ ଭିତରେ ଯେଉଁମାନେ କର୍ମରଙ୍କ, କାମ କରିବାକୁ ଭଲ ପାଆନ୍ତି, ଅଳସ ନୁହନ୍ତି, କର୍ମରଙ୍କ, ଧର୍ମପ୍ରିୟ, ଆଉ ଧର୍ମରେ ଯାଙ୍କ ମନ ଥାଏ। କର୍ମରଙ୍କ, ଧର୍ମପ୍ରିୟ, ପୁଣି ଉଦ୍ୟୋଗୀ। ଗଲେ ପଛେ ଯାଉ ଯିବ, ଯାହା ହେବ ଦେଖାଯିବ। ଗଲେ ପଛେ ଯାଉ ଯିବ, ଯାହା ହେବ ଦେଖାଯିବ। ଗିରି ଶିଖେ ଲୟ ରଖି ଚାଲିବି ମୁକର। ଏମାନେ ହେଲେ ଉଦ୍ୟୋଗୀ। ଏହି ପ୍ରକାର ଲୋକଙ୍କୁ ଆଜି ମହାଲକ୍ଷ୍ମୀ ଦୟା କରିବେ। ମନସ୍କାମନା ପୂର୍ଣ୍ଣ ହେବ। ପ୍ରଚୁର ଧନ ଆସିବ ପାଖକୁ। ଯିଏ ଅଳସ ତା ଫଳ ସେ ଭୋଗିବ। ଆଜି ଅତିମାତ୍ରାରେ ଧନ ଲାଭ ହେବ। ଅନ୍ୟମାନେ ଲାଭ ନ କରିବେ ତା ନୁହେଁ, କିନ୍ତୁ ତାହା ନଗଣ୍ୟ। ଦିନ 3ଟା 5 ପରଠାରୁ ପୂର୍ବ ଫାଲ୍ଗୁନୀ ନକ୍ଷତ୍ରର ଅଶୁଭ ସମୟ ଆସିବ। ଦେହ, ମୁଣ୍ଡ ସୁସ୍ଥ ରହିବ। ଭଲ ଦିନ, ସିଂହର ଭଲ ଦିନ। 24 ତାରିଖ ମଙ୍ଗଳବାର କନ୍ୟା ରାଶି ପାଇଁ ଏକ ନିରାଟିଆ ଦିନ। ମାନେ ଖଟିଲେ ଖାଇବେ, ପ୍ୟାକେଟରେ ହାତ ପୁରେଇବେ, ପଇସା ନାହିଁ। ହ୍ୟାଣ୍ଡ ଟୁ ମାଉଥ। ଖଟିଲେ ଖାଇବେ, ନିରାଟିଆ ଦିନ। ବୋଲେ ଏକ ପ୍ରକାର ଅଭାବ ଗୋଡ଼େଇବ। କାମ ନ କଲେ ଖାଇବା ବନ୍ଦ, ସୁଖ ନାହିଁ, ଶାନ୍ତି ଚିନ୍ତା ଅସମ୍ଭବ।
ଶାନ୍ତି କେଉଁଠି ଲୁଚିଯିବ, ତାକୁ ଖୋଜିଲେ ଶାନ୍ତି ମିଳିବନି। ଅପମାନ ଯୋଗ ଅଛି, ଏଣୁ ଚୁପଚାପ ନିଜ କାମ କଲେ ସୁଖୀ ହେବେ। ଦିନ 3ଟା 5ରୁ ହସ୍ତା ନକ୍ଷତ୍ରର ଅଧିକ ଅସୁବିଧା ସମୟ ଆସିବ। ଆମେ କନ୍ୟା ରାଶିର ଲୋକେ 2ଟା କଥା ମାନିବା ଆଜି। କାହା ପାଖରେ ହାତ ପାତିବାନି, ଋଣ ମାଗିବାନି, କାହାକୁ ପରାମର୍ଶ ଦେବାନି। ଏ 2ଟା ପାଳନ କଲେ ସବୁ ଦିଗରୁ ଭଲ। ହଁ ବନ୍ଧୁ, ଯିବା ତୁଳା ପାଖକୁ। 24 ତାରିଖ ମଙ୍ଗଳବାର, ତୁଳା ରାଶି, ବିଶାଖା ନକ୍ଷତ୍ରର ଦିନ 3ଟା 5ରୁ ସତର୍କ ରହିବା ଉଚିତ। ଦିନଟି ଭଲ ନୁହେଁ। ମଙ୍ଗଳବାର ବିଛା ପାଇଁ ଭଲ ଦିନ ନୁହେଁ। ଶତ୍ରୁ ବୃଦ୍ଧି ହୋଇପାରନ୍ତି। ପୁରୁଣା ରୋଗ ଅଧିକ କଷ୍ଟ ଦେବ। ଆୟ ଅମଳରେ ବାଧା ହେବ। ଆୟ ନାହିଁ ତ ଆଉ ବାଧା କ'ଣ? ଆୟ ନାହିଁ, ଅଭାବ ଅଛି। ଯେ ଫଳନ୍ତି ଗଛ, ଯାଠୁ ଆମେ ବେଶୀ ଆଶା କରିଛେ ମିଳିବ, ଆମେ ଗଲାବେଳକୁ ତା ପାଖରେ ଫଳ ନଥିବ ବା ସେ ନଥିବ। ହଁ, ଆଜି ଦିନଟା ଭଲ ନୁହଁ ପରା ବିଛାର। ତେଣୁ ସୋମବାର ଦିନ ସେ ଟିକେ ପାଖରେ ପଇସା ରଖିଲେ ଭଲ ହେବ। ମଙ୍ଗଳବାର ଦିନ କାମ ଦେବ। ଯିବା ଧନୁ ପାଖକୁ ଯିବା। ତୁଳା କଥା ହେଲା ପରା, ବିଛା ପାଖକୁ ଯିବା ନା। 24 ତାରିଖ ମଙ୍ଗଳବାର, ବିଛା ରାଶିର ପୁରୁଷଙ୍କର ଘାତ ଚନ୍ଦ୍ର। ବିଛା ରାଶି ପୁରୁଷଙ୍କର ଘାତ ଚନ୍ଦ୍ର। ଏଣୁ ସାବଧାନ ରହିଲେ ଭଲ। ଦିନ 3ଟା 5ରୁ ଜ୍ୟେଷ୍ଠା ନକ୍ଷତ୍ରର ବଡ଼ ଅଶୁଭ ସମୟ ଆସି ଦୁଃଖ ଦେବ। ଖୁସି ଖବର ମିଳିବ ଆଜି ବିଛା ରାଶିଙ୍କୁ। ଆୟ ଅମଳ ବଢ଼ିଆ ହେବ। ଦେହ ସୁସ୍ଥ ରହିବ। ପାରିବାରିକ ଜୀବନ ଶାନ୍ତିପ୍ରଦ ହେବ। ଈଶ୍ୱର ଆଜି ଅବଶ୍ୟ ଦୟା କରିବେ ବିଛା ରାଶିର ସମସ୍ତ ଜନତାଙ୍କୁ। ଧନୁ ରାଶି କଥା। ଧନୁ ରାଶି 24 ତାରିଖ ମଙ୍ଗଳବାର, ଧନୁ ରାଶିର ପୂର୍ବାଷାଢ଼ା ନକ୍ଷତ୍ରର ଦିନ 3ଟା 5ରୁ ଅଶୁଭ ବେଳା ଆସିବ। ମଙ୍ଗଳବାର ହେତୁ ଦ୍ରବ୍ୟ ଲାଭ ଯୋଗ ଅଛି। ଉପହାର ମିଳିପାରେ। ଦେହ ସାମାନ୍ୟ ଦୁଃଖ ପାଇବ। ଅଳ୍ପ କିଛି ବ୍ୟୟ ହେବ। ମନ ଖୁସି ରହିବ। ଆଉ ସବୁ ଭଲ। ଧନୁର ଭଲ ଦିନ ଆଜି ନାହିଁ। ଅସୁବିଧା କିଛି ନାହିଁ। ଲାଭ ଯୋଗ ଅଛି, ଆୟ ଯୋଗ ଅଛି, ବନ୍ଧୁ ଯୋଗ ଅଛି, ଭଲ ଭୋଜନର ଯୋଗ ଅଛି, ଇତ୍ୟାଦି ଇତ୍ୟାଦି ଭଲ। ଧନୁର ଭଲ। ମକର କଥା। 24 ତାରିଖ ମକର ରାଶି, ଶ୍ରବଣା ନକ୍ଷତ୍ରର ଦିନ 3ଟା 5ରୁ ଅଶୁଭ। ଧନ ଲାଭ ଯୋଗ ଅଛି। ଏଣୁ ଚେଷ୍ଟାର ଆବଶ୍ୟକତା ଅଛି। ଏଠି ମଧ୍ୟ ସେଇ କଥା କୁହାଗଲା। ମକର ରାଶିର ଲୋକମାନେ ଚେଷ୍ଟା କଲେ ଆଜି କିଛି ପାଇବେ। ଆଉ ଖୁସି ହେଇଯିବେ। ଚେଷ୍ଟା ପରିଚେଷ୍ଟା କଲେ, ଚେଷ୍ଟା ପରିଚେଷ୍ଟା। କାହା ପାଇଁ? ଘର ଆଗରେ ବଡ଼ ପଥରଟା ପଡ଼ିଛି, ହାତରେ ଠେଲିଲେ କ'ଣ ଯିବ? ତା ପାଇଁ ଗୋଟିଏ ଶକ୍ତଶାଳୀ ଠେଙ୍ଗା ବା ଶାବଳ ଦରକାର ନା। ଆଉ ବୁଝା ପଡ଼ୁଛି। ଗୋଡ଼ରେ ଗୋଟେ ଛୋଟିଆ କଣ୍ଟା ବସିଛି, ତା ପାଇଁ କ'ଣ ଶାବଳ ଦରକାର? ତା ପାଇଁ ଗୋଟିଏ ଛୁଞ୍ଚି ଦରକାର ନା। ଆଉ ହଁ, ହେଲା କଥା। ଆଉ କାଠ ଚିରିବା ପାଇଁ କରତ ଆଣିବେ ନା ନଖ କାଟିବା ପାଇଁ କ'ଣ କରତ ଆଣିବେ? ଏଟା ବ୍ଲେଡ଼ ହେଲେ ହେଇଗଲା। ସେଇଭଳି କାହା ପାଇଁ କେଉଁ ଚେଷ୍ଟା ଭଳିଆ ଚେଷ୍ଟା କଲେ ମକର ରାଶି ଲୋକମାନେ ଆଜି ପାଇବେ।
ବହୁ ଧନ ଆସିବ, ଚେଷ୍ଟା କଲେ ଦେହ ସୁସ୍ଥ ରହିବ, ଲୌକିକ ସୁଖ ଅଛି, ଦାମ୍ପତ୍ୟ ସମସ୍ୟା ହୋଇପାରେ, ଦାମ୍ପତ୍ୟ ସମସ୍ୟା ହୋଇପାରେ। ମକର ରାଶିର ଆଜି ଘାତବାର, ସାବଧାନ। ତାପରେ କୁମ୍ଭ କଥା। ମଙ୍ଗଳବାର 24 ତାରିଖ, କୁମ୍ଭ ରାଶି, ପୂର୍ବଭାଦ୍ର ନକ୍ଷତ୍ର। ଆଜି 3ଟା 5ରୁ ପୂର୍ବଭାଦ୍ର ନକ୍ଷତ୍ରର ଦିନ 3ଟା 5ରୁ ଅଶୁଭ ସମୟ ଆସିବ, ଦୁଃଖ ଦେବ। ମଙ୍ଗଳବାର ଏକ ଅଶୁଭ ଦିନ କୁମ୍ଭ ପାଇଁ। କୁମ୍ଭର ଅଧିପତି ଶନି, ବାର ହେଲା ମଙ୍ଗଳ, ଦୁଇ ଜଣଙ୍କର ଅହିନକୁଳ ସମ୍ପର୍କ। ଏଣୁ ମଙ୍ଗଳବାର ଅଶୁଭ ଦିନ, ଶନି ମଙ୍ଗଳଙ୍କର ଶତ୍ରୁତା ଅଛି। ସୁତରାଂ ଆଜି ଶତ୍ରୁ ସଙ୍କଟ ଆସିପାରେ, ଶତ୍ରୁ ପୀଡ଼ା ଦେଇପାରେ, ଋଣଦାତା ହଇରାଣ କରିବେ, ଭାଇ ଭଗାରି ହେବ, ପଡ଼ୋଶୀ ନାକରେ କାଠି ପୂରେଇ ଛିଙ୍କିବ, ଦାମ୍ପତ୍ୟ କଳହରେ ଜଣେ ଅନ୍ୟକୁ ଡାଇଭର୍ସ ଦେବା ପାଇଁ ଧମକ ଦେବ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ପୁରୁଣା ରୋଗ ଥିଲେ ସେ ପୁଣି ଚେଇଁବ, ଭାରି ବାଧିବ, କାଟିବ। ବୃଥାରେ ଅନେକ ସମୟ ନଷ୍ଟ ହେବ, ଯଥା ସମୟରେ ଭୋଜନ ଓ ଶୟନ ସୁଖ ମିଳିବନି, ମାତ୍ର ବହୁ ବିଳମ୍ବରେ ରୁଚିକର ଖାଦ୍ୟ ମିଳିବ। ଈଶ୍ୱରଙ୍କର କଲ୍ୟାଣ ଅଛି ବୋଲି ସେ ସଞ୍ଜବେଳେ ଡାକିବେ, ଆ ମନ୍ଦିର ଆ। ମୀନ ରାଶି, ମଙ୍ଗଳବାର 24 ତାରିଖ, ମୀନ ରାଶି, ଉତ୍ତର ଭାଦ୍ର ନକ୍ଷତ୍ର ପାଇଁ ଦିନ 3ଟା 5ରୁ ଅଶୁଭ ହେବ, ମାତ୍ର ଏମାନେ ଆଜି ନିଜ କର୍ମ କର୍ତ୍ତବ୍ୟରୁ ବିପୁଳ ଆନନ୍ଦ ପାଇ ଖୁସି ହେବେ। ନିଜ କର୍ମରୁ ଆଉ କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପନ୍ନ କରିବେ, କର୍ମ ଠିକ୍ କରିବେ, କର୍ମ ଯୋଜନା ସଫଳ ହେବ। ଯିଏ ଯେଉଁ ବୃତ୍ତିରୁ 2 ପଇସା ପାଇ ପରିବାର ପ୍ରତିପୋଷଣ କରୁଛନ୍ତି, ସେ ବୃତ୍ତିକୁ ସେ ଆଜି ଆଦରି ନେବେ। ତାଙ୍କୁ ଆଜି ଏହି କର୍ମ ଫଳ ରୂପରେ ବିପୁଳ ଅର୍ଥ ଲାଭ ହେବ। ଆୟ ଅମଳରେ ବାଧା ନାହିଁ, କେବଳ ଆନ୍ତରିକ ଉଦ୍ୟମ ଦରକାର। ଆନ୍ତରିକତା। 2ଟା ଫଳ ତ ମିଳିଗଲା, ଆଉ କ'ଣ ଦରକାର? କାଲିକି ଦେଖିବା, ନାଇଁ 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 ନାଇଁ, କାଲି କାମ ଆଜି କର, ଆଜି କାମ ବର୍ତ୍ତମାନ କର, ବର୍ତ୍ତମାନର କାମ କରିସାରି ବିଳାସ ବେସନରେ ମାତ। ସ୍ୱକାର୍ଯ୍ୟଂ ଅଦ୍ୟ କୁର୍ବିତ ପୂର୍ବାହ୍ନେ ଚାପରାହ୍ନିକଂ। କାଲି କାମ ଆଜି କର, ଉପର ବଳିର କାମକୁ ସକାଳ ଓଳି ସାରିଦିଅ, ସକାଳ ଓଳିର କାମକୁ ଏବେ କରିଦିଅ। ବୋଇଲେ ସମୟ ବଳିବ, ଅନ୍ୟ ଚିନ୍ତା କରିବ, ମଙ୍ଗଳ ହେବ। ସେଥିପାଇଁ ତା କୁହାଯାଇଛି ଉଦ୍ୟମ, ଉଦ୍ୟମ ବଳେ ସର୍ବସିଦ୍ଧି। ସହଜରେ ଅର୍ଜିତ, ସହଜରେ ସମସ୍ତ ଜଟିଳ ସମସ୍ୟାର ସମାଧାନ ହେଇଯିବ। ବନ୍ଧୁ, ବହୁ ସମସ୍ୟା ଭିତରେ ମୁଁ ଗତି କଲି, ତେଣୁ ଯଥା ସମୟରେ ସୋମବାରର ରାଶିଫଳ ପଠାଇ ପାରିଲିନି, ଏଥିପାଇଁ ଦୁଃଖିତ। ଆଶା କରେ ମୋତେ କେହି ଗାଳି ଦେବନି। ରହିଲି, ନମସ୍କାର।